ହୀରାକୁଦ ଡ୍ୟାମ୍ରୁ ପାଣି ଛାଡ଼ିବା ପରେ ଫୁଲୁଛି ମହାନଦୀ। କଟକ ମୁଣ୍ଡଳୀ ରେ ଜଳସ୍ତର ବଢୁଛି। ସକାଳ 6ଟା ସୁଦ୍ଧା ମୁଣ୍ଡଳୀ ଦେଇ 1,70,000 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ହୀରାକୁଦରୁ ବନ୍ୟା ଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ମୁଣ୍ଡଳୀରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରର 20ଟି ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢିଛି। ଆଜି ହୀରାକୁଦ ଡ୍ୟାମ୍ର ଜଳପତନ 614.85 ଫୁଟ ରହିଛି। ଏବେ ଡ୍ୟାମ୍ ମଧ୍ୟକୁ ପ୍ରତି ସେକେଣ୍ଡରେ 2,04,103 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 3,45,325 ଘନଫୁଟ ଜଳ ନିଷ୍କାସିତ ହେଉଛି। ସେପଟେ ଗତକାଲି ରାତିରୁ ମୁଣ୍ଡଳୀରେ ବନ୍ୟା ଜଳ ନିଷ୍କାସନ ହେବା ଆରମ୍ଭ ହୋଇଛି। ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀକୂଳିଆ ଲୋକଙ୍କ ଚିନ୍ତା ବଢ଼ିଛି। ବନ୍ୟା ଆଶଙ୍କା ନଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା 7ଟି ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ତେବେ ଏହି 7ଟି ଜିଲ୍ଲା ହେଉଛି ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା। ସେହିପରି ମହାନଦୀ ଭିତରକୁ ଲୋକ ପ୍ରବେଶ ନ କରିବା ସହ ଗାଈଗୋରୁ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ମଧ୍ୟ ବାରଣ କରାଯାଇଛି।